बा मीडिया माने जो करिसंती न्यूज करिकि टंका चारिणा लेखा पाउचंती एवं ସେଥିରେ ତାଙ୍କର ପ୍ରତିପୋଷଣ କରୁଛନ୍ତି ବା ଚାଉଳ କିଣୁଛନ୍ତି ସେ କହିପାରିବେ କି ସେ ଜାଣିଛନ୍ତି ସେ ବିଷୟରେ ଗଣମାଧ୍ୟମ ପ୍ରତିନିଧି ମାନେ କିଭଳି ଭାବେ ଖବର ସଂଗ୍ରହ କରୁଛନ୍ତି ଆଉ ସେ କେବେ ଆସିକି ବୁଝିଛନ୍ତି କୋଉ ଗଣମାଧ୍ୟମର ଦୁଃଖ ବୁଝିଛନ୍ତି କେବେ ସିଏ ତ ତାଙ୍କର ଭାଷା କୋଷ ଯାହା ଆପଣ ମାନେ ସବୁ ଜାଣିଥିବେ କଣ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଜଣା ପଡିଛି ସେଥିରୁ ଆମେ ମାନେ ଟାଙ୍ଗିରି ସାଲେପୁରର ସବୁ ସାମ୍ବାଦିକ ମାନେ ନିଷ୍ପତ୍ତି ନେଇଛୁ ଆଜିଠାରୁ ତାଙ୍କର ସମସ୍ତ ଖବରକୁ ଆମେ ବୟକଟ କରିବୁ ଅରିନ୍ଦମ ରାୟକୁ ଆମେ ବୟକଟ କରିବୁ। ଏବେ କଣ ଦାବି ରଖିଲେ ଆପଣ ଥାନାକୁ? ଆମେ ଥାନାକୁ ତାଙ୍କ ବିରୁଦ୍ଧରେ ଏକ ଅଭିଯୋଗ କରିଛୁ ଏବଂ ତାଙ୍କୁ ଆରେଷ୍ଟ କରାଯିବା ପାଇଁ ଆମେ ଆଇଆଇସିଙ୍କୁ ଅନୁରୋଧ କରିଛୁ। ଆରେଷ୍ଟ ନ କରାଯାଏ ଯଦି ଆରେଷ୍ଟ କରା ନଯାଏ ଆମେ ତେବେ ଟାଙ୍ଗୀ ଥାନା ଘେରାଉ କରିବୁ। ମୋ ନାଁ ହଉଛି ଦୀପକ ମଙ୍ଗରାଜ। ମୁଁ ଏ ଟାଙ୍ଗୀ ଚୌଦ୍ୱାର ଜଣେ ସାମ୍ବାଦିକ। ସାରା ଓଡିଶା ହୁଲସ୍ଟୁଲ ହଉଛି କିଛି ଲୋକଙ୍କର ବ୍ୟବହାର ପାଇଁ। ସେ ହଉଛି ଅରିନ୍ଦମ ଆଉ ଜଣେ ହଉଛନ୍ତି ଅଭୟ ବେହେରା ଯେ ଆମେ କହୁନୁ ଅଭୟ ବାରିକ ଆମେ କହୁନୁ ଇଏ ସୋସିଆଲ ମିଡିଆରେ ତାଙ୍କ ନାଁରେ ପ୍ରଚାର ହଉଛି। ସେ ଯୋଉ ବ୍ୟବହାର ସେଠି କଲେ ବ୍ଲକ ଅଫିସରେ ଯୋଉଟା ସରକାରରେ ଅଛନ୍ତି ତମର ଯଦି ଦରକାର ଥିଲା ତମର ଅଞ୍ଚଳର ଲୋକଙ୍କର ବିକାଶ କଥା କହୁଛ ତମେ କଲେକ୍ଟର ପାଖକୁ ଯାଇପାରିଥାନ୍ତ, ତମେ ବିଭାଗୀୟ ଅଧିକାରୀ ପାଖକୁ ଯାଇପାରିଥାନ୍ତ, ତମେ ମନ୍ତ୍ରୀ ପାଖକୁ ଯାଇପାରିଥାନ୍ତ ଏବଂ ସେ ସମସ୍ୟା ସମାଧାନ କରିପାରିଥାନ୍ତ। ତମେ ଏଠି ଏବିଡିଓ ଜଣେ ମହିଳା କର୍ମଚାରୀ ତାଙ୍କ ପାଖରେ ଯୋଉ ବ୍ୟବହାର ଦେଖାଗଲା ଆମେ ତାକୁ ରେକର୍ଡିଂ କଲୁ। ଆମେ ନ୍ୟୁଜ କରିବୁ ଆମ ଧର୍ମ, ଆମେ ସତ୍ୟ ନ୍ୟୁଜ ପ୍ରକାଶ କରିବୁ ଆମ ଧର୍ମ। ତମେ ତାକୁ ଅଟକେଇ ପାରିବନି। ତମେ ଅଟକେଇ ଆମକୁ କହିବ ଦିଅଣା ଚାରଣା, ତମେ କହିବ ଆମକୁ ଦିଅଣା ଚାରଣା, ଆମେ ଆମ ଘରେ ଚାଉଳ ଆଉଛି ସେଥିରୁ। ତମେ ଜଣେ ଅସଫଳ ନେତା, ତମେ ଜଣେ ଅସଫଳ କଳାକାର, ତମେ ଅନ୍ୟକୁ କଣ କହିବ? ତମେ ଅନ୍ୟକୁ କଣ କହିବ? ଆମ ସାମ୍ବାଦିକ ମାନଙ୍କୁ କହିବ ଯଦି ସ୍ୱାଭିମାନ ଥିବ ସାରା ଓଡିଶାର ସାମ୍ବାଦିକ ମାନଙ୍କ ପାଇଁ ଯୋଉମାନେ ହଜମ କରିପାରୁଥିବେ ଏଇ ଯୋଉ ଭାଷା ଦେଇଛନ୍ତି ବାଇଟ ଦେଇଛନ୍ତି ହେଲା ତାକୁ ବୟକଟ କରନ୍ତୁ। ଆଉ ଯିଏ ନ କରିବେ ଆମେ ଜାଣିବୁ ସେ ସାମ୍ବାଦିକ ଭାଇର ସ୍ୱାଭିମାନ ନାହିଁ। ଶଙ୍କର୍ଷଣ ମହାପାତ୍ର ଟାଙ୍ଗୀ ଚୌଦ୍ୱାର କାର୍ଯ୍ୟରତ ସାମ୍ବାଦିକ। ଆଜି ଘଟଣାକ୍ରମେ ଆପଣ ମାନେ ଜାଣିଥିବେ କିଛି ଦିନ ପରେ ଚର୍ଚ୍ଚାରେ ରହିଥିଲା ଟାଙ୍ଗୀ ଚୌଦ୍ୱାର ଅଞ୍ଚଳରେ ବ୍ଲକକୁ ଯୋଉ ଅରିନ୍ଦମ ରାୟ ଏବଂ ଅଭୟ ବାରିକ ବ୍ଲକରେ ଯୋଉ ଦୁର୍ବ୍ୟବହାର କରିଥିଲେ ତାକୁ ନେଇ ଥାନାରେ ସେମାନେ ଗୋଟେ ଏଫଆଇଆର ଦେଇଥିଲେ କର୍ମଚାରୀ ମାନେ। ତାକୁ ଆମେ ଯୋଉ ଅଞ୍ଚଳର ସାମ୍ବାଦିକ ମାନେ ଅଛନ୍ତି ତାକୁ ଆମେ ଖବର ପ୍ରସାରଣ କରିଥିଲୁ। ଯୋଉମାନେ ଆମେ ମାନେ ମଧ୍ୟ ଥିଲୁ, ସମସ୍ତ ସାମ୍ବାଦିକ ଥିଲୁ, କାର୍ଯ୍ୟ ସାମ୍ବାଦିକ ଥିଲୁ, ତାକୁ ଆମେ ଖବର ପ୍ରସାରଣ କରିଥିଲୁ। ସେଇ କ୍ରମରେ କାଲି ଦେଖିଥିବେ ଅରିନ୍ଦମ ରାୟ ଗୋଟେ ଦେଇଛନ୍ତି ସାମ୍ବାଦିକ ମାନେ ଚାରିଣି ଆଠରେ ରୋଜଗାର କରୁଛନ୍ତି, ଚାଉଳ କିଣି 3 ଦିନ ଚଳିଲେ। ଏଇ ଯୋଉ ଖରାପ ମନ୍ତବ୍ୟ ଗଣମାଧ୍ୟମ ଉପରେ ଦେଇଛନ୍ତି ସେ ନିଜେ ଜାଣିବା ଦରକାର ସେ ନିଜେ କଣ କଣ କହୁଛନ୍ତି। ତାଙ୍କର ମୁଣ୍ଡ ବର୍ତ୍ତମାନ ଠିକ ନାହିଁ। କଣ କହୁଛନ୍ତି ଯାହା ବ୍ଲକରେ ଯାହା କଲେ ଯାହା ପାଇଁ ତାକୁ ଆଇନଗତ କାର୍ଯ୍ୟ ଅନୁଷ୍ଠାନ ପାଇଁ ଅଲରେଡି ବ୍ଲକରେ ଥାନାରେ ବି ତାଙ୍କ ନାଁରେ ଅଭିଯୋଗ ହେଇଛି। ଯୋଉ ଘଟଣାଟି ଆମ କାର୍ଯ୍ୟରତ ସାମ୍ବାଦିକ ମାନେ ଯେତେବେଳେ ନ୍ୟୁଜ ପ୍ରସାରଣ କଲେ ତାଙ୍କ ମୁଣ୍ଡ ଆହୁରି ଖରାପ ହେଇଯାଇଛି। ତେଣୁ ସାମ୍ବାଦିକ ମାନଙ୍କ ନାମରେ ସେ ବିଳବିଳ ହେଉଛନ୍ତି। ଗଣମାଧ୍ୟମ ଆମେ ଯାହା ଦେଖିଲୁ ତାହା ଲେଖିଲୁ। ଆପଣ ତ କ୍ଲିୟର କଟ କହୁଛନ୍ତି ଯୋଉ ପ୍ରକାର ବ୍ୟବହାର କରୁଛନ୍ତି ତା ସାଙ୍ଗରେ ପୁଣି ଆପଣ ମୁଣ୍ଡ ଖରାପ ହେଇଗଲେ ଆପଣ କହିଲେଣି ସାମ୍ବାଦିକ ମାନେ ଏଇ ପ୍ରକାର। ତେଣୁ ତାଙ୍କ ବିରୁଦ୍ଧରେ ଆଜି ସମସ୍ତ ସାମ୍ବାଦିକ ଆଞ୍ଚଳିକ ପ୍ରାୟ 70ରୁ ସାମ୍ବାଦିକ ଆମେ ଆଜି ଏକାଠି ହୋଇ ଟାଙ୍ଗୀ ଥାନାରେ ଆଇସିଙ୍କୁ ତାଙ୍କ ବିରୁଦ୍ଧରେ ଲେଖିଦେଇଛୁ। ତୁରନ୍ତ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଯଦି କାର୍ଯ୍ୟାନୁଷ୍ଠାନ ନଗଲା ତାହେଲେ ଆମର ଟିମ୍ ଡିଜି ଅଫିସରେ ଅଭିଯୋଗ କରିବୁ ଏବଂ ଟୋଟାଲ ରାଜ୍ୟସ୍ତରୀୟ ଆମ ଭାଇମାନେ ଯୋଉ ଭାଇମାନେ ଅଛନ୍ତି ଆମର ସାମ୍ବାଦିକ ମାନେ ସମସ୍ତେ ଆମକୁ ସହଯୋଗର ହାତ ବଢେଇଛନ୍ତି। ଏ ନେଇ ମଧ୍ୟ ଆମର ଯୋଉ ସାମ୍ବାଦିକ ସବୁ ଅଛନ୍ତି ସମସ୍ତଙ୍କୁ ବାରମ୍ବାର ଫୋନ ଆସିଛି ତମେ ଏଟା ରାଜ୍ୟସ୍ତରୀୟ କର। କିନ୍ତୁ ଏଇଟା ଯେହେତୁ ଆମ ଅଞ୍ଚଳର ଆମେ ଟାଙ୍ଗୀ ଥାନାରେ ଅଭିଯୋଗ କରୁଛୁ। ଯଦି ଥାନା ଆଇସି ଥାନା ଆମର ଅଛନ୍ତି ବିକାଶ କିଛି ନ ବୁଝନ୍ତି ତାହେଲେ ଆମେ ଡିଜି ଅଫିସ ଘେରେବୁ, ନହେଲେ ଟାଙ୍ଗୀ ଏଠି ଆସି ଧାରଣା ଦେବୁ ଯେ ପର୍ଯ୍ୟନ୍ତ ଆମକୁ ନ୍ୟାୟ ନ ମିଳିଛି। ମୁଁ ହେଉଛି ପଦ୍ମନାଭ ବରାଳ ଏ ଅଞ୍ଚଳର ସାମ୍ବାଦିକ। କଣ କହିବେ ଆଜି ସାମ୍ବାଦିକ ଭାଇ ମାନେ ଟାଙ୍ଗୀ ଥାନା ଦ୍ୱାରସ୍ଥ ହଉଛନ୍ତି? ଆପଣମାନେ ତ ସମସ୍ତେ ସାମ୍ବାଦିକ, ଆପଣଙ୍କୁ ବା ମତେ ଯେଉଁଭଳି ଭାବରେ ଉପେକ୍ଷା କରାଗଲା, ଆଠେଣୀ ଚାରେଣୀ ଚାଉଳ କିଣିବା ସୋସିଆଲ ମିଡିଆରେ ଭାଇରାଲ ହେଲା। ଜଣେ ହାରୁ ନେତା, ବିଜେପିର ହାରୁ ନେତା ଅରିନ୍ଦମ, ସେ ଯୋଉ ଭଳିଆ ଜିନିଷ ଇଏ କଲେ, ବ୍ଲକରେ ପଶିବେ, ବିଡିଓଙ୍କୁ ମାରିବେ, ଗାଳିଗୁଲଜ କରିବେ, ମହିଳା କର୍ମୀ ମାନଙ୍କୁ ଆଟାକ କରିବେ। ଆମେ ଚତୁର୍ଥ ସ୍ତମ୍ଭ ଯାହା ଦେଖିଲୁ ସତ୍ୟ ଏବଂ ତାଙ୍କର ସୋସିଆଲ ମିଡିଆରେ ଭାଇରାଲ ହଉଛି। ଆମେ କିଛି ମିଛ ଲେଖିନୁ। ତାର ଅର୍ଥ କଣ? ଆମେ ହଉଛୁ ଚାରିଣୀ ଆଠେଣୀ, ଚାଲୁଣି କହୁଛି ଶୁଞ୍ଚିଲୋ ତ ପଛରେ ଗୋଟେ କଣା, ସେ ନିଜେ ଗୋଟେ ଚାଲୁଣି। ସେ ଆମକୁ କହିବ
ଟଙ୍କାଏ ଆଠଣା ପାଇଁ ଆମେ 4 ଦିନ 5 ଦିନ ଆଜି ଚଳିଗଲୁ ନୁହେଁ। ଅରିନ୍ଦମ ରାୟ ତମେ ଜଣେ ଦିନରେ ବସନ୍ତ ରାତିରେ ବାସନ୍ତି, ତମେ ବି ରୋଜଗାର କରୁଛ। ତମେ ଦିନରେ ବସନ୍ତ ହଉଛ, ରାତିରେ ବାସନ୍ତି ରୋଜଗାର କରୁଛ। ଆମେ ସେ କାମ କରୁନୁ। ଖବରଦାର, ଆଜି ତମ ନାଁରେ ଟାଙ୍ଗୀ ଥାନାରେ ଏଫଆଇଆର ଲଞ୍ଚ କରାଗଲା। 7 ଦିନ ଟାଇମ ଦିଆଗଲା। 7 ଦିନ ପରେ ଯଦି ପୋଲିସ ପ୍ରଶାସନ ଏ ଖବର ନ ବୁଝନ୍ତୁ ତାହେଲେ ଆମେ ଡିଜି ଅଫିସ ଘେରାଉ କରିବୁ। ଟାଙ୍ଗୀ ଥାନା ସମ୍ମୁଖରେ ଆମର ଅନଶନ କରିବୁ। ମନେ ରଖ, କଶ୍ମୀରୀ ଗାଁରେ ତମକୁ କ୍ଷମା ଦିଆଯିବ ନାହିଁ। ସାମ୍ବାଦିକ ନାଁରେ ଯୋଉଭଳି କାମ କରିଛ, ତମେ ହଉଛ ଦିନରେ ବସନ୍ତ ରାତିରେ ବାସନ୍ତି, ଆମକୁ ତାହା ଭାବନି। ଏଠି ଆପଣ ମାନେ ମନେ ରଖନ୍ତୁ, ଯଦି ଏ ଖବର ବୁଝା ନଗଲା ସାରା ଓଡ଼ିଶାର ସାମ୍ବାଦିକ ଆଜି ଆନ୍ଦୋଳନ ଉପରକୁ ଆସିବେ। ସତ୍ୟବ୍ରତ ଦାସ, ଉତ୍କଳ ସାମ୍ବାଦିକ ସଂଘ କଟକ ଜିଲ୍ଲା ସଭାପତି। କଣ କହିବେ ଆଜି ସମସ୍ତ ସାମ୍ବାଦିକ ମାନେ ଟାଙ୍ଗୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି, ଏ ସମ୍ପର୍କରେ କଣ ମତ? ଗତକାଲି ମେ 19 ତାରିଖ ମୁଁ ଜାଣିବାରେ ସାମ୍ବାଦିକ ମାନଙ୍କ ପାଇଁ ଏକ କଳା ଦିବସ ଥିଲା। ଗୋଟେ କର୍ତ୍ତବ୍ୟରତ ସାମ୍ବାଦିକ ସାରା ଓଡ଼ିଶାରେ ଆପଣ ମାନେ ଜାଣୁଥିବେ କୋଉ ପରିସ୍ଥିତିରେ କିଭଳି ଭାବେ ସେମାନେ ଖବର ପ୍ରସାରଣ କରନ୍ତି। କିନ୍ତୁ ଯୋଉ ଗତ 3-4 ଦିନ ଭିତରେ କଟକ ଜିଲ୍ଲା ଟାଙ୍ଗୀ ଚୌଦାର ବ୍ଲକରେ ଯୋଉ ଘଟଣା ସବୁ ଘଟୁଥିଲା, ତାହା ସାମ୍ବାଦିକ ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ହିସାବରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଏବଂ ସୋସିଆଲ ମିଡିଆରେ ମିଛକ ସତ କଥା ପ୍ରସାରଣ କରାଯାଉଥିଲା। ସେଥିରେ କୌଣସି ମିଛ ନଥିଲା। କିନ୍ତୁ ଅରିନ୍ଦମ ରାୟ, ଯିଏକି ବିଜେପିରେ ଆମେ କହୁଛେ ଜଣେ ତଥାକଥିତ ବଡ ନେତା, ତାଙ୍କର କଣ ସ୍ୱାର୍ଥରେ ଆଞ୍ଚ ଆସିଲା, ସିଏ ଆମ ସାମ୍ବାଦିକ ମାନଙ୍କ ପ୍ରତି ଯୋଉ ନିକୃଷ୍ଟ ଧରଣର ନିମ୍ନମାନର ମନ୍ତବ୍ୟ ବିଭିନ୍ନ ତାଙ୍କର ଲାଇଭ ଫେସବୁକ ଲାଇଭରେ ଦେଇଥିଲେ, ତାହାକୁ ପ୍ରଥମେ ତ ଆମେ ଗୋଟେ ସାମ୍ବାଦିକ ହିସାବରେ ଦୃଢ ନିନ୍ଦା କରୁଛୁ। ଏଭଳି ମାନସିକତାକୁ ମଧ୍ୟ ଆମେ ନିନ୍ଦା କରୁଛୁ। ଯଦି ତାଙ୍କ କହିବା ଅନୁସାରେ ସାମ୍ବାଦିକ କୌଣସି ଭୁଲ ଖବର ପ୍ରସାରଣ କରିଛି, ତେବେ ସେ ତା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ପାରିଥାନ୍ତେ, ନ୍ୟାୟାଳୟର ଆଶ୍ରୟ ନେଇ ପାରିଥାନ୍ତେ, ଯେଭଳି ଆମେ ଆଜି କରିଛୁ। ଯେଭଳି ଅରିନ୍ଦମ ରାୟ ଯୋଉ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି, ନିମ୍ନମାନର ମନ୍ତବ୍ୟ ଦେଇଛନ୍ତି, ଆମେ ଆଜି ଥାନାର ଦ୍ୱାରସ୍ଥ ହେଇଛୁ ସବୁ ସାମ୍ବାଦିକ ମାନେ ଟାଙ୍ଗୀ ଚୌଦାର। ଯଦି ସାମ୍ବାଦିକ ମାନେ କିଛି ଭୁଲ କରିଛନ୍ତି ତାଙ୍କ ଖବର ପ୍ରସାରଣରେ, ତେବେ ଅରିନ୍ଦମ ରାୟ ଚାହିଁଥିଲେ ସେ ମଧ୍ୟ ଥାନାର ଦ୍ୱାରସ୍ଥ ହେଇପାରିଥାନ୍ତେ। କିନ୍ତୁ ସେ ଯେଭଳି ଭାବେ ଫେସବୁକ ରେ ଆସି ସାମ୍ବାଦିକ ମାନଙ୍କୁ ଏଭଳି ନିମ୍ନମାନର ବକ୍ତବ୍ୟ ଦେଇଛନ୍ତି, ଆମେ ସମସ୍ତ ସାମ୍ବାଦିକ ମାନେ ଆମ ଅନ୍ତରକୁ ବାଧିଛି। ଏବଂ ଏଭଳି ଜଣେ ରାଜନେତା, ଜଣେ ଯଦି ରାଜନେତା ହବ, ଲୋକଙ୍କ ସେବା ପାଇଁ ଯିଏ ରାଜନୀତି କରୁଥିବ, ସେ ଏଭଳି କେବେ ଗଣମାଧ୍ୟମ ପ୍ରତି ମନ୍ତବ୍ୟ ଦେବ ନାହିଁ। ଆମେ ଭାବୁଛୁ ସେ ସେବା ପାଇଁ ରାଜନୀତି କରୁନାହାନ୍ତି, ତାଙ୍କ ରାଜନୀତି କରିବାର ଉଦ୍ଦେଶ୍ୟ ଅଲଗା ପ୍ରକାର ରହିଛି। ତେଣୁ ସେ ଏଭଳି ମନ୍ତବ୍ୟ ଗଣମାଧ୍ୟମ ପ୍ରତି ଦେଇଛନ୍ତି, ଯାହାକୁ ଆମେ ପୁଣି ଥରେ ଖଣ୍ଡନ କରୁଛୁ ଏବଂ ଆଶା କରୁଛୁ ପ୍ରଶାସନ ଏହା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ। ନଚେତ ଆଗାମୀ ଦିନରେ ଟାଙ୍ଗୀ ଚୌଦାର କଣ ସାରା ରାଜ୍ୟରେ ସାମ୍ବାଦିକ ମାନେ ରାଜରାସ୍ତାକୁ ଓହ୍ଲେଇବେ।